एकादशी महात्म्य। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयेत गिरिं यत्कृपातमहं वन्दे परमानन्दमाधवं। निगमकल्पतरोर्गलितं फलं सुखमुखादमृतद्रव संयुतं पिबत भागवतं रसमालयं मुहुरः रसिका भुवि भावुकः। श्रीकृष्ण चरणे शरण जे सर्व शुभर कारण। ଯାହାକୁ ଆଶ୍ରୟ କରି ସାଧୁ ତରେ ଦୁସ୍ତର ଭବ ସିନ୍ଧୁ। ଆଶ୍ରୟ କରି ଯେଉଁ ପଦ ଧ୍ରୁବ ପାଇଲେ ଧ୍ରୁବ ପଦ। ଦ୍ରୌପଦୀ ଯେଉଁ ପଦ ଚିନ୍ତି ତରିଲେ ଯେତେକ ବିପତ୍ତି। ଯାହା ସେବାରୁ ଅପବର୍ଗ ଆପେ ମିଳଇ କିବା ସ୍ୱର୍ଗ। ଏମନ୍ତ ପ୍ରଭୁ ଛାଡ଼ି ନରେ କିମ୍ପା ଭ୍ରମୁଛ ଅନ୍ୟଠାରେ। ପୁଷ୍ପରେ ଫଳ ବୃଦ୍ଧି ଛାଡ଼ି ଶ୍ରୀକୃଷ୍ଣ ପାଦ ପଦ୍ମେ ପଡ଼ି। କର୍ଦମ ପୟ କିମ୍ପା ଧର ଛାଡ଼ି ପୀୟୁଷ ପଦ୍ମାକର। ଅଥବା କେହେ ବନିବାରି ନିଜ ପ୍ରକୃତି ପରିହରି। ବଳର ସମୟଙ୍କ ଚିତ ଶରଣ ମୋର ଗୋପୀନାଥ। ଦେଖି ପ୍ରାଣୀଙ୍କ ପାପ ବୃତ୍ତି ଦୁଃଖିତ ହେଲେ ପଶୁପତି। ନିବର୍ତ୍ତି ନିୟତେ ଦୁର୍ଗତି ପାପ ସୁକୃତ ବିଚାରନ୍ତି। ତପସ୍ୟା ତୀର୍ଥ ବ୍ରତ ଦାନ ନ କରେ ସାପଦ ମନ। ଏମାନେ କି କରିବେ ଗୃହ ଧନ ହୀନ ଛାଡ଼ିବେ। କେଥିବ ନାୟାସ ଚିତ ନାସିବ ପାତକ ସମସ୍ତ। ନିଶେ ଜନେ ଯିବେ ନାଶ ଯେବେ ନ ହେବ ଉପଦେଶ। ଏତେ ବିଚାରି ଯୁଧିଷ୍ଠିର ସନ୍ଦିଗ୍ଧ ମନ କରି ସ୍ଥିର। ସଂସାର କର୍ତ୍ତା ଧର୍ମ ସେତୁ ସେହି ଜାଣିବେ ଏଥି ହେତୁ। ଏହି ସିଦ୍ଧାନ୍ତ ନୃପ କରି ଶ୍ରୀ ବାସୁଦେବଙ୍କୁ ସୁମରି। କହିଲେ ବନ୍ଦୀ ଦାମୋଦରେ ଯେ ଥିଲା ସନ୍ଦେହ ହୃଦୟରେ। ଶୁଣି ପ୍ରଶଂସି ବାସୁଦେବ ବୋଇଲେ ଶୁଣ ନରଦେବ। ଅଛନ୍ତି ମୋର ଏକାଦଶୀ ସେହି ସକଳ ପାପ ଧ୍ୱଂସୀ। ତାମସ ନୋହେ ବ୍ରତ ଦାନ ଯଜ୍ଞ ତପସ୍ୟା ପୁଣ୍ୟ ଜ୍ଞାନ। ଶୁଣି ସାନନ୍ଦ ଯୁଧିଷ୍ଠିର ବୋଲନ୍ତି ଦେବ ଦାମୋଦର। ଯୁଧିଷ୍ଠିର ଉବାଚ ବିନୟେ ପଣ୍ଡୁର ସନ୍ତତି ବାସୁଦେବଙ୍କୁ ପଚାରନ୍ତି। ଏ ପୌଷ କୃଷ୍ଣ ଏକାଦଶୀ
କହିବା ଶ୍ରୀକୃଷ୍ଣ ବିଶେଷୀ। ଏହାର କିସ ନାମ ଧେୟ, କେଉଁ ବିଧିରେ ବିଧେୟ। ଶ୍ରୀକୃଷ୍ଣ ଉବାଚ, କୃଷ୍ଣ କହନ୍ତି ପଣ୍ଡୁସୁତ, ଏ ମୋର ଅତ୍ୟନ୍ତ ଗୁପତ। ପ୍ରୀତି ହେତୁରୁ ସୁପ୍ରକାଶ, କରିବା ଯେ ଅବା ବିଶେଷ। ଦକ୍ଷିଣା ବିଶେଷର ବ୍ରତ, ସେ ଯଜ୍ଞ ଦାନାଦି ସୁକୃତ। ଯେ ଅବା ତୀର୍ଥ ବ୍ରତ ମାନ, କେହି ନୁହନ୍ତି ଏ ସମାନ। ଏ ମୋର ଯଥା ତୁଷ୍ଟିକର, ସେ ରୂପେ ନାହିଁ ଆଉ ପର। ରୂପେ ଯେ ଗୀତ ଭାଗବତ, କାର୍ତ୍ତିକ ବ୍ରତ ଯିବା ଭକ୍ତ। ତହୁଁ ଅଧିକ ଏ ଯେ ବ୍ରତ, ଜାଣେ ମୋର ପଞ୍ଚଭୂତ। ପଞ୍ଚପବନ ପ୍ରାଣ ସମ, ଏ ମହାବ୍ରତ ମୋର ପ୍ରାଣ। ତେଣୁ ଏ ବ୍ରତ ଯତ୍ନ କରି, କରିଲେ ସର୍ବ ନର ନାରୀ। ଏ ପୌଷ ମାସ ଏକାଦଶୀ, ମାହାତ୍ମ୍ୟ ଗୁଣ ସେ ବିଶେଷୀ। ଏବେ ଏକାଦଶୀ କର, ଭେଦ ନ କର ଯୁଧିଷ୍ଠିର। ଲୋକମାନଙ୍କ ହିତ ପାଇଁ, ଏ କୃଷ୍ଣ ଦୀକ୍ଷା କହିବଇଁ। ପୌଷର କୃଷ୍ଣ ଏକାଦଶୀ, ନାମେ ସଫଳା କରି ଭାସି। ଏଥିରେ ଦେବୀ ନାରାୟଣ, ଅଧିଦେବତା କରି ଜାଣ। ଯତ୍ନରେ ତାଙ୍କୁ ପୂଜା କର, ନାନା ନୈବେଦ୍ୟ ଯୁଧିଷ୍ଠିର। ଯେ ରୂପେ ଶେଷ ନାଗ ଈଶ, ଗରୁଡ଼ ପକ୍ଷୀଙ୍କ ଅଧୀଶ। ଯଥା ଦେବରେ ନାରାୟଣ, ଦ୍ୱାପର ମଧ୍ୟରେ ବ୍ରାହ୍ମଣ। ନଦୀଙ୍କ ମଧ୍ୟେ ଗଙ୍ଗା ପର, ବ୍ରତଙ୍କ ମଧ୍ୟେ ଈଶ୍ୱର। ଯେ ଜନ ମାନେ ପୂଜ୍ୟ ମୋର, ଯେ ଏକାଦଶୀରେ ତତ୍ପର। ଶୁଣ ସୁଫଳ ବିଧି ରାଜା, ଫଳ ମାନରେ ଯହିଁ ପୂଜା। ଜମ୍ବିଳ ମୁଗ ନାରିକେଳ, ଡାଳିମ୍ବ ବୀଜ ପୁର ଫଳ। ଆମ୍ବ ଲବଙ୍ଗ ଜାତି ଫଳ, ଅନ୍ୟ ଯେ ବିଶୁଦ୍ଧ ମଧୁର। ଫଳେ ପୂଜିବ ନାରାୟଣୀ, ଦୀପ ସୁରଭି ଧୂପ ଦାନି। ଜାଗର ଦେଇ ଉଜାଗର, ହୋଇବ ଦେବତା ଆଗର। ଅରୁଣ ଉଦୟ ଅବଧି, ଯେ କରେ ଉଜାଗର ବିଧି। ଏକାଗ୍ର ମନରେ ତାହାର, ପୁଣ୍ୟ କହିବା ଯୁଧିଷ୍ଠିର। ଯଜ୍ଞ ଯେ ପୁଣ୍ୟ ସମ ନୋହେ, ଗଙ୍ଗାଦି ତୀର୍ଥ ଊଣା ହୁଏ। ଏ ଲୋକ ପରଲୋକ ଦୁଇ, ଜିଣି ଜ୍ୟୋତିଷ୍ମତି ହୋଇ। 5,000 ବର୍ଷ କାଳ, ତପସ୍ୟା କରି ଯେତେ ଫଳ। ସଫଳ ଦିନେ ଉଜାଗର,
ହୋଇ ସେ ଫଳ ପାଏ ନର। କହିବା ଅବନି ନାୟକ ଶୁଣ ସୁଫଳ କଥା ଏକ। ଅଛଇ ଚମ୍ପାବତୀ ନାମ ଏକଇ ପୁର ସୁସମ୍ପନ୍ନ। ତହିଁରେ ରାଜା ମାହିଷ୍ମତ ତାଙ୍କର ହେଲେ ଚାରି ସୁତ। ଏକ ଏକରେ ବଳିୟାର ଇଚ୍ଛା ଜିଣିବା ତିନି ପୁର। ଏ ଚାରି ଭାଇଙ୍କର ଜ୍ୟେଷ୍ଠ ଦୁଷ୍ଟ ଆଚାରେ ସୁଗରିଷ୍ଠ। ନିର୍ଭୟ ପାପ କରିବାରେ ଅତି ତତ୍ପରେ ପରଦାରେ। ବେଶ୍ୟା ସଙ୍ଗତେ ଅତିରତ ନିରତେ ପାନ ଦୁଇ ମତ। ପାପ ଆଚାରେ ପିତା ଧନ ଦେୟ ସେ କଲା ପୁନ ପୁନ। ବ୍ରାହ୍ମଣ ବୈଷ୍ଣବ ନିନ୍ଦଇ ନିତ୍ୟ ସତ୍ୟ ବୃତେ ଥାଇ। ଈଦୃଶ କରିଣ ପୁତ୍ରକୁ ଦେଖି ଶୁଣିଣ କୋପେ ତାକୁ। ଲମ୍ବକ ନାମା କରିତାତ ରାଜ୍ୟରୁ କଲେ ନିଷ୍କାସିତ। ବନ୍ଧୁ ବାନ୍ଧବ ପ୍ରଜାମାନେ ଭୟରେ ନ ରଖିଲେ ସ୍ଥାନେ। କଦାପି ସ୍ୱାଭାବିକ ଗୁଣ ଦଣ୍ଡମଣ୍ଡରେ ନୁହେଁ ଆନ। ଦେଖନ୍ତି ସେହି ଗୁଣ ପରେ ଲମ୍ବକ ବିଚାରିଲା ଥରେ। କଲି ମୁଁ ବହୁତ କୁକର୍ମ ପିତାଦିଙ୍କର ଏକି ଧର୍ମ। ନ ଦେଲେ ଖାଇବାକୁ ମୋତେ ରାଜ୍ୟରୁ ନିଷ୍କାସି ସମସ୍ତେ। ଏତେ ବିଚାରି ସେ ପାପିଷ୍ଠ ପୁଣି ହିଁ ପାପରେ ପ୍ରବିଷ୍ଟ। ସିଦ୍ଧାନ୍ତ କଲା ବନେଥିବି ପିତାର ରାଜ୍ୟକୁ ନ ଯିବି। ଏତେ ବିଚାରି ସେ ଲମ୍ବକ ଗଲା ଗହନ ବନ ଏକ। ତହିଁରେ ବହୁ ଜୀବ ମାରି ପିତାଙ୍କ ରାଜ୍ୟ ଚୋରି କରି। କଲା ସେ ବୃତ୍ତି ନିରନ୍ତର ନହିଲା ନିବୃତ୍ତି ଅନ୍ତର। ଶୁଦ୍ଧ ମତିରେ ଧରି ଲୋକେ ନ ମାରି ଛାଡ଼ି ଦେଲେ ଶୋକେ। ନିତ୍ୟ ଆମିଷେ ଥାନ୍ତି ରତ ଯେଅବା ଚୌର୍ଯ୍ୟ ବେଶ୍ୟାରତ। ଏ ସର୍ବ ଜନ୍ମାନ୍ତର ପାପ ହେତୁରୁ ହୋଇଲା ହେ ନୃପ। ଅତି ଦୁରନ୍ତ ପାପ ଭୋଗ କହନ୍ତେ ଫଳ ହେଲା ଭୋଗ। କରିବି କିମ୍ପା ଜୀବ ଘାତ ଯହୁ ନରକେ ହୁଏ ପାତ। ଏବନେ ଏତେ ଫଳ ଅଛି ଖାଇବି ମୋ ମନକୁ ବାଛି। କିମ୍ପା କରିବି ଘରେ ଚୋରି ଦୁଃଖ ପାଇବି ଅର୍ଜି କରି। ବେଶ୍ୟାକୁ ଧନ ଦେଲି କେତେ ତାହା ନ ଦେଲି ସାଧୁ ହସ୍ତେ। ଦେଖ ଏ ପାପ ଏ ପୁଣ୍ୟ ଗତି ବଦଳି ଗଲା ସେହି ମତି। ଏ ରୂପେ ପାପ ପୁଣ୍ୟ ଗତି ଶୁଣି ବିସ୍ମିତ ନରପତି।
पुणी कृष्ण को पचारिले लंबक केउ वृत्ति कले कृष्ण कहिले पंडुसूत शुण से कले ऋषि वृत आश्रम स्वस्थर तले रही बंचिले फल मूले एही आश्रमे थाई तार क्रमरे गला केते कार पुष आगत दशमी रे लंबक अति शीत डरे न खाई रहिला कनिसी रात्र पाहिला एकादशी प्रात काल स्नान कला तत्काल सारी विचारिला आनिला किछि फल मूल आश्रमे रखिला सकल खाइब बोली आपे बाड़ी आपना घर मने पड़ी जात हेबारु अति दुख हेला से आत्मारे विमुख प्रयास दुर्बला शरीर तहिरे चिंता अति घोर पुष मासरे हिम पड़ी गला लंबक अति सड़ी कथा न कहे दंत थरे भाग्यवशरु कृष्ण स्फुरे उठी न पारे देह थरे कृष्ण उच्चारे अति धीरे ए रूपे बोलू बोलू दीन गला प्रवेश हेला मन अति दुर्बल से प्रयास तहिरे हेला उपवास शीतरे हेला थर थर उठी न पारी हुए स्थिर दुख विचारी मृत्यु सुख मरिबी न सहिबी दुख एते विचारी थर थर होई उठिला देई भार बड़े धइला फल मान बोइला प्रभु नारायण शीत होइला दुख न अथवा दुख दुख जाऊ एमंत बोली फल मूल रखिय स्वस्थ वृक्ष मूल दुखरु किछि न खाइला न खाते निद्रा ही नहिला भात कंपित वृक्ष डालु हिम शिखर पड़िबारु सीताई जाए से लंबक किय बा पड़ती मृतक मृतक भेद चाहिबार करई मनरे विचार केते दुष्कृत करिथिली ए घोर बनरे रहिली छाड़िली चंपावतीपुर आपना पिता माता घर एकाकी होई एथि रही न कले मोरे दया केही ताहांकु किंपाई बोलिबी आपना कर्म को भुंजीबी ईश्वर कर्म फलदाता राजदंडरु दंडदाता गला लोकर दृढ़ होई कुकर्म कर्ता निंदा पाई एह
ଏହାକୁ ଯହୁଁ ନିନ୍ଦା କଲି, ଅଧିକ ଦୁଷ୍କୃତ ଅର୍ଜିଲି। ଏ ମୋର ସର୍ବ ପାପମାନ, ନାଶ କର ହେ ନାରାୟଣ। ଏତେ ବିଚାରି ଉଠି ମନ, ନ ପାରି ହେଲା ଅଚେତନ। ଦେଖିଲା ରାତ୍ର ଅବଶେଷ, କାଲି ହୋଇଛି ଉପବାସ। ସ୍ନାନ କରିବି ବୋଲି ଗଲା, ମାର୍ଗରେ ମୋହରେ ପଡ଼ିଲା। ମୋହ ଛାଡ଼ିଣ ଦିଗ ଚାହିଁ, ଦେଖିଲି ସୂର୍ଯ୍ୟ ଉଦୟ ହୋଇ। ଏହି କାଳରେ ନାରାୟଣ, ଘେନି ତା ଦୁଃଖ ନିବେଦନ। ସଫଳ ପରବେଶ ହୋଇ, ମଣିଲେ ମହାବ୍ରତୀ ହୋଇ। କଲା ଏ ସୂତା ଜାଗରଣ, ଫଳ ମାନକ ସମର୍ପଣ। ମୋ ନାମ ପୁନଃ ପୁନଃ ଧରି, ଯେଣୁ ସଫଳା ବ୍ରତ କରି। ଏଣୁ ଏ କିଛି ଫଳ ପାଉ, ଏହାର ଦୁର୍ଗତି ଯେ ଯାଉ। ଏମନ୍ତ ବିଚାରନ୍ତେ ହରି, ସର୍ବସମ୍ପଦ ଆଗ କରି। ଲମ୍ବକ ରୂପେ ଚମତ୍କାର, କଙ୍କଣ ବୀର ବଲ୍ଲିହାର। ଏହି ସମୟେ ଖୋଜା ଖୋଜି, ଭେଟିଲେ ଆତ୍ମମନ୍ତ୍ରୀ ରାଜି। ଦେଖି ସୁସ୍ନାନ କରାଇଲେ, ପିତାଙ୍କ ହକରା କହିଲେ। ଖୁଆଇ ମିଷ୍ଟ ଦ୍ରବ୍ୟମାନ, ହେଉ ଆତ୍ମୀୟ ଦିବ୍ୟଜାନ। ଚାହିଁ ଅଶ୍ୱସ୍ଥ ତରୁ ରାଜା, ବରିଣ ମାନସିକ ପୂଜା। ଗଲେ ସେ ଦିବ୍ୟଯାନ ଚଢ଼ି, ବିଷ୍ଣୁ କବଚ ମନେ ପଡ଼ି। ପ୍ରବେଶ ହେଲେ ଚମ୍ପାବତୀ, ଆନନ୍ଦେ ସମସ୍ତ ଦେଖନ୍ତି। ଉଠି ଆପଣେ ମାହିଷ୍ମତ, ବସାଇ ଅଙ୍କରେ ତୁରିତ। ପୁତ୍ରକୁ ସମ୍ଭାବନା କଲେ, କି ନ କଲେ କୃଷ୍ଣ ତୁଲେ। ଦେଲେ ଆପଣା ଅଧିକାର, ସମର୍ପି ସବୁ ରାଜ୍ୟଭାର। ଅଙ୍କରୁ ଉଠି ଯୁବରାଜା, କଲେ ପିତାଙ୍କ ପାଦେ ପୂଜା। ମାତୃଗଣଙ୍କୁ ପୂଜା କରି, ରହିଲେ ନିଜ ସ୍ଥାନ ବରି। ପାଳିଲେ ଧର୍ମେ ପ୍ରଜାଗଣ, ଭକ୍ତିରେ ବୈଷ୍ଣବ ବ୍ରାହ୍ମଣ। ଭଜିଲେ ଭଗବାନ ପଦ, ସେହରେ ସମସ୍ତ ବିପଦ। ଆଶ୍ରମ ଧର୍ମ ଆଶ୍ରେ କରି, ମାଇଲେ ଶୁଦ୍ଧ ପୁତ୍ର ଚାରି। ବିଷ୍ଣୁ ବୈଷ୍ଣବ ଦୃଢ଼ ଭକ୍ତି, ଜାଣି ନୃପତି ହେଲେ ତୃପ୍ତି। ହକାରି ପୁତ୍ରକୁ ଅଣାଇ, ଦେଲେ ଚାମର ଛତ୍ର ଦୁଇ। ଚମ୍ପାବତୀ କି ସମର୍ପିଲେ, ରାଜତ କରତୁ ବୋଇଲେ। ଅମାତ୍ୟ ପୁରୋହିତ ମନ୍ତ୍ରୀ, ଘେନି ପାଳତୁ ଏ ଧରିତ୍ରୀ। ଏମନ୍ତେ ପୃଥ୍ୱୀପୁତ୍ରେ ଦେଇ, ଗଲେ ନୃପତି ବନ ଭୂଇଁ।
बने अध्यात्म ज्ञान साधी धैर्य कामादिरी व्याधि विष्णु लोक को गले राजा लंब कहेले पृथ्वी राजा भाड़िले पृथ्वी पिता परी अधर्म पथ दूर करी विष्णु वैष्णव तीज पूजा निरते चंपावती राजा कले विधिरे महाव्रत विष्णु वैष्णवे अति भक्त हेले नृपति माने बस निर्मले प्रसरिला जस 16,000 संवत्सर राजत्व कले नृपवर अन्ते पाइले स्वर्गपुर पुत्रे होइले राजेश्वर कहन्ती कृष्ण सुन राजा सफला एकादशी पूजा करिबे जेउ नर नारी एथिरे राज्य भोग करी अन्ते पाइबे स्वर्गपुर एहा निश्चय युधिष्ठिर से धन्यकृत पुण्य जान कले से सकल सेवन सफला एकादशी व्रत करे जे होई विधिवंत नाही तहिरु भाग्यवंत जाहार जन्म फलवंत आउ सुफला उपोषण करे जे ता विधि श्रवण सेवा जपेय फल पाई देवंक संगे बसे जाई शुणिए कृष्णर प्रभाव आनंदे युधिष्ठिर देव कृष्ण को संभावना करी प्रवर्ते शुक्ला को पचारी इति श्री भविष्य पुराणे पौष कृष्ण सफला नामे एकादशी महात्म्य तृतीय अध्याय हरि शरणं 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 गुरु शरणं गुरु शरणं गुरु शरणं गुरु शरणं गुरु शरणं श्री गुरु शरणं गुरु शरणं गुरु शरणं बाबा शरणं बाबा शरणं बाबा शरणं बाबा शरणं गोविंद हरे गोपाल हरे नटनागर कान्हा श्याम हरे गोविंद हरे गोपाल हरे नटनागर कान्हा श्याम हरे।